ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସନ୍ତା ମାସରେ ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଜାତୀୟ ଯୁବ ଦିବସ ଅବସରରେ ଆସନ୍ତାକାଲି ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ନିଶାଦ୍ରବ୍ୟ ଚୋରାଚାଲାଣ ଏବଂ ଜାତୀୟ ନିରାପତ୍ତା ସମ୍ପର୍କିତ ସମ୍ମିଳନୀ। ପାକିସ୍ତାନର କୋଇଲା ଖଣିରେ ବିସ୍ଫୋରଣ, 12 ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ଖେଳାଯିବ 2ଟି ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଫ୍ରାନ୍ସ ଗସ୍ତରେ ଯିବେ ବୋଲି ସେଠାକାର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଘୋଷଣା କରିଛନ୍ତି। ରାଷ୍ଟ୍ରଦୂତ ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି, ଆଗାମୀ AI ଶିଖର ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତାର ପ୍ରମୁଖ ଦିଗଗୁଡ଼ିକ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି AI ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ଶ୍ରୀ ମାକ୍ରନ୍ ନିଶ୍ଚିତ କରିଛନ୍ତି। ବିଶ୍ୱରେ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ପ୍ରମୁଖ ଦେଶଗୁଡ଼ିକ ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିପାରିବେ ବୋଲି କୁହାଯାଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଥିବା ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଯୋଗଦେବେ। ଆସନ୍ତାକାଲି ଜାତୀୟ ଯୁବ ଦିବସରେ ଶ୍ରୀ ମୋଦି ଦେଶର 3000 ଯୁବ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ବାର୍ତ୍ତାଳାପରେ 10ଟି ପ୍ରମୁଖ ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ଲେଖିଥିବା ଶ୍ରେଷ୍ଠ ପ୍ରବନ୍ଧଗୁଡ଼ିକର ସଂକଳନକୁ ମଧ୍ୟ ଶ୍ରୀ ମୋଦି ଉନ୍ମୋଚନ କରିବେ। ଏହି ବିଷୟଗୁଡ଼ିକ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ମହିଳା ସଶକ୍ତିକରଣ, କୃଷି ଓ କୃଷିଭିତ୍ତିକ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ରଚନାଗୁଡ଼ିକ ରହିଛି। ପ୍ରଧାନମନ୍ତ୍ରୀ ଯୁବ ନେତୃତ୍ୱଙ୍କ ସହ ମଧ୍ୟାହ୍ନ ଭୋଜନରେ ଯୋଗଦେବେ ଏବଂ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ଶାସନ ବ୍ୟବସ୍ଥା ଓ ଯୁବପିଢ଼ିର ଆଶା ଏବଂ ଆକାଂକ୍ଷା ମଧ୍ୟରେ ଥିବା ଦାୟିତ୍ୱବୋଧ ଭାବନାକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଇଛି। ଜାତୀୟ ଯୁବ ମହୋତ୍ସବ ଆୟୋଜନର 25 ବର୍ଷ ପୁରୁଣା ପରମ୍ପରାକୁ ଏକ ନୂତନ ରୂପ ଦିଆଯାଇ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ଅନୁଷ୍ଠିତ ହେଉଛି। ଏଥିରେ କୌଣସି ରାଜନୈତିକ ସମ୍ପୃକ୍ତି ନଥାଇ ଯୁବପିଢ଼ିକୁ ବିକଶିତ ଭାରତ ପାଇଁ ସେମାନଙ୍କ ଚିନ୍ତାଧାରା ପ୍ରକାଶ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ବୋଲି କୁହାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ନିମନ୍ତେ ଗତ ସନ୍ଧ୍ୟାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ରାଜନାଥ ସିଂ ତଥା ଦଳର ଅନ୍ୟ ଶୀର୍ଷ ନେତାମାନେ ଉପସ୍ଥିତ ଥିଲେ। ଦଳୀୟ ମୁଖ୍ୟାଳୟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ନୂଆବର୍ଷ, ଲୋହରୀ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ଚୋରାଚାଲାଣ ଏବଂ ଜାତୀୟ ନିରାପତ୍ତା ଉପରେ ଏକ ଆଞ୍ଚଳିକ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ NCB ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଉତ୍ତର ଭାରତର 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିଶାଦ୍ରବ୍ୟ କାରବାର ରୋକିବା ଏବଂ ଜାତୀୟ ନିରାପତ୍ତା ଉପରେ ଏହାର ପ୍ରଭାବକୁ ଦୂର କରିବା ନିମନ୍ତେ ଗୁରୁତ୍ୱ ଦେବା। ଏହି ଅବସରରେ ଶ୍ରୀ ଶାହା ନିଶାଦ୍ରବ୍ୟ ନଷ୍ଟ ସମ୍ବନ୍ଧିତ ଏକ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ। ଏଥିସହିତ ଶ୍ରୀ ଶାହା NCBର ଭୋପାଳ ୟୁନିଟ୍ର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ସହ ମାନସ 2 ହେଲ୍ପଲାଇନ୍ର ସମ୍ପ୍ରସାରଣକୁ ମଧ୍ୟ ଆରମ୍ଭ କରିବେ। ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ନିଶାଦ୍ରବ୍ୟ ନଷ୍ଟ ଅଭିଯାନରେ 44,000 କିଲୋଗ୍ରାମରୁ ଅଧିକ ଜବତ ହୋଇଥିବା ନିଶାଦ୍ରବ୍ୟ ନଷ୍ଟ କରାଯିବ। ଏହାର ଆନ୍ତର୍ଜାତିକ ବଜାର ମୂଲ୍ୟ ହେଉଛି 2,411 କୋଟି ଟଙ୍କା। ନିଶାଦ୍ରବ୍ୟ ଚୋରାଚାଲାଣ ବିରୋଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। 2047 ମସିହା ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ପାଇଁ ଗୃହ ମନ୍ତ୍ରାଳୟ ତ୍ରିମୁଖୀ ରଣନୀତି କାର୍ଯ୍ୟକାରୀ କରୁଛି। ଏଥିରେ ସଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରିବା, ନିଶାଦ୍ରବ୍ୟ ନିୟନ୍ତ୍ରକ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ବ୍ୟାପକ ଜନସଚେତନତା ଅଭିଯାନ ଆରମ୍ଭ କରିବା ଉପରେ ମନ୍ତ୍ରାଳୟ ଗୁରୁତ୍ୱ ଦେଉଛି।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଗ୍ୟାସ୍ ବିସ୍ଫୋରଣ ଯୋଗୁଁ ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ 12 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବେଲୁଚିସ୍ତାନର ମୁଖ୍ୟ ଖଣି ନିରୀକ୍ଷକ କହିଛନ୍ତି, କ୍ୱେଟାର ସଞ୍ଜିଦି ଅଞ୍ଚଳର ଖଣି ଭିତରେ ଶ୍ରମିକମାନେ କୋଇଲା ଖନନ କରୁଥିବା ବେଳେ ମିଥେନ୍ ଗ୍ୟାସ୍ ଯୋଗୁଁ ଏହି ବିସ୍ଫୋରଣ ଘଟିଥିଲା। ଉଦ୍ଧାରକାରୀଙ୍କ କହିବା ଅନୁଯାୟୀ ଗ୍ୟାସ୍ ବିସ୍ଫୋରଣ ପରେ ଖଣିଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଓ ଦୁର୍ଘଟଣାସ୍ଥଳକୁ ଯିବା ଲାଗି ସମସ୍ତ ରାସ୍ତା ବନ୍ଦ ରହିଛି। ପାକିସ୍ତାନର ଏକ ସମ୍ବାଦପତ୍ର ଅନୁଯାୟୀ ଉଦ୍ଧାରକାରୀମାନେ ଏପର୍ଯ୍ୟନ୍ତ ମାତ୍ର 4 ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ନିକୋଲାସ୍ ମାଦୁରୋ ତୃତୀୟ ଥର ପାଇଁ ଭେନେଜୁଏଲାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ବର୍ଷ ବିବାଦୀୟ ପରିସ୍ଥିତି ମଧ୍ୟରେ ସେ ପୁଣି 6 ବର୍ଷ ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଏବେ ସେଠାରେ ଆଭ୍ୟନ୍ତରୀଣ ଅସ୍ଥିରତା ମଧ୍ୟରେ ସେ ଶପଥ ଗ୍ରହଣ କରିଛନ୍ତି। ସେଠାକାର ବିରୋଧୀ ଦଳଗୁଡ଼ିକ ଗତବର୍ଷ ଜୁଲାଇରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ବିସ୍ତୃତ ଫଳାଫଳ ପ୍ରକାଶନକୁ ସେଠାକାର ପ୍ରଶାସନ ଅଗ୍ରାହ୍ୟ କରିଛି। ଇତିମଧ୍ୟରେ ଆମେରିକା, ସ୍ପେନ୍, ୟୁରୋପୀୟ ସଂସଦ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥା ଶ୍ରୀ ମାଦୁରୋଙ୍କ ପୁନଃ ନିର୍ବାଚିତ ହେବାକୁ ଅବୈଧ ଘୋଷଣା କରିଛନ୍ତି। ନିର୍ବାସିତ ବିରୋଧୀ ପ୍ରାର୍ଥୀ ଏଡମଣ୍ଡ ଗୁଞ୍ଜାଲେଜ୍ ଉରୁଟିଆଙ୍କୁ ସେମାନେ ନିର୍ବାଚିତ ରାଷ୍ଟ୍ରପତି ଭାବେ ସ୍ୱୀକୃତି ଦେଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଗୁଏନର୍ସିଠାରେ ଗତକାଲି ରାଜ୍ୟଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀମାନଙ୍କ ସମ୍ମେଳନର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ବିର୍ଲା କହିଛନ୍ତି, ଭାରତ କୃଷି, ଫିନ୍ଟେକ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ସମେତ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖୁଛି। ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ସାଇବର ଅପରାଧ ଭଳି ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ସଂସଦଗୁଡ଼ିକୁ ଅଧିକ ପ୍ରଭାବଶାଳୀ, ସମାବେଶୀ ଏବଂ ସ୍ୱଚ୍ଛ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୁଶାସନ ଏବଂ ନିରନ୍ତର ବିକାଶକୁ ଅଧିକ ପ୍ରଭାବଶାଳୀ କରିବା ଲାଗି ସେ କହିଛନ୍ତି। ଶ୍ରୀ ବିର୍ଲା ନୀତି ନିର୍ଦ୍ଧାରଣ, ସମ୍ବଳର ସଠିକ୍ ଉପଯୋଗ ଏବଂ ଆବଣ୍ଟନ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ସରକାରଙ୍କୁ ମାର୍ଗଦର୍ଶନ କରିବା କ୍ଷେତ୍ରରେ ସଂସଦର ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ପରେ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଆଦିତ୍ୟନାଥ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ଆହୁରି ଗୌରବମୟ ହେବ। ସେ କହିଛନ୍ତି, ନୂତନ ଭାରତକୁ ଏହା ଦିବ୍ୟ, ଭବ୍ୟ ଓ ଡିଜିଟାଲ ରୂପରେ ପ୍ରଦର୍ଶନ କରିବ। ଚଳିତ ମାସ 13 ତାରିଖରୁ ଫେବୃଆରୀ 26 ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 6 ୱିକେଟ୍ରେ ଆୟାରଲାଣ୍ଡକୁ ପରାସ୍ତ କରିଛି। 3 ଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇ 1-0ରେ ସିରିଜ୍ ଅଗ୍ରଣୀ ରହିଛି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ସୌରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ପୁରୁଷ ହକି ଇଣ୍ଡିଆ ଲିଗ୍ରେ ଗତକାଲି ସନ୍ଧ୍ୟାରେ ତାମିଲନାଡୁ ଡ୍ରାଗନ୍ସ 2-1 ଗୋଲ୍ରେ ସ୍ରାଚି ରାହ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରିଛି। ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ର 16ତମ ମିନିଟ୍ରେ କାର୍ତ୍ତି ସେଲଭମ୍ ତାମିଲନାଡୁ ଡ୍ରାଗନ୍ସ ପକ୍ଷରୁ ଗୋଲ୍ ଦେଇଥିଲେ। ଏହି ବିଜୟ ସହ ତାମିଲନାଡୁ ଦଳ 5ଟି ମ୍ୟାଚ୍ରୁ 3ଟି ମ୍ୟାଚ୍ରେ ବିଜୟୀ ହୋଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଆଜି ଭାରତୀୟ ସମୟ ସନ୍ଧ୍ୟା 6ଟାରେ ହାଇଦ୍ରାବାଦ ତୋଫାନ୍ସ ଓ ସୁରମା ହକି କ୍ଲବ ଏବଂ ରାତି 8:15ରେ ଦିଲ୍ଲୀ ଏସ୍ଜି ପାଇପର୍ସ ଓ ୟୁପି ରୁଦ୍ରାସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। କୃତ୍ରିମ ବୁଦ୍ଧିମତ୍ତା ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସନ୍ତା ମାସରେ ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଜାତୀୟ ଯୁବ ଦିବସ ଅବସରରେ ଆସନ୍ତାକାଲି ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ନିଶାଦ୍ରବ୍ୟ ଚୋରାଚାଲାଣ ଏବଂ ଜାତୀୟ ନିରାପତ୍ତା ସମ୍ପର୍କିତ ସମ୍ମିଳନୀ। ପାକିସ୍ତାନର କୋଇଲା ଖଣିରେ ବିସ୍ଫୋରଣ, 12 ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ଖେଳାଯିବ 2ଟି ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ
ଆପଣମାନେ ଲଗ୍ଇନ୍ କରିପାରିବେ ଆମର ୱେବସାଇଟ୍ newsonair.gov.in ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍।